ନମସ୍କାର। ଆଜି ହେଉଛି ଜୁଲାଇ ମାସ 24 ତାରିଖ ଗୁରୁବାର। ଆଜି ମୁଁ ନେଇ ଆସିଛି ଦେଶ ବିଦେଶର 15ଟି ଗୁରୁତ୍ୱପୂର୍ଣ୍ଣ ଖବର। ଦୟାକରି ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ରଖନ୍ତୁ। ଆଜିର ପ୍ରଥମ ଖବର, ବାଂଲାଦେଶ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି, 78 ଜଣ ଆହତ ଏବଂ 5 ଜଣ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ। ବାଂଲାଦେଶ ବାୟୁସେନାର ତାଲିମ ଯୁଦ୍ଧ ବିମାନ ରାଜଧାନୀ ଢାକାର ଉତ୍ତରାରେ ସୋମବାର ଦିନ ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜଠାରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ପାଇଛି। ଏଥିରେ 25 ଜଣ ଶିଶୁ ସାମିଲ ଅଛନ୍ତି। ଏହି ବିମାନ ଦୁର୍ଘଟଣାର ତଦନ୍ତ ବାୟୁସେନା ନିଜ ସ୍ତରରେ କରୁଛି। ପରବର୍ତ୍ତୀ ଖବର, ଜୁଲାଇ 30ରେ ଉତକ୍ଷେପଣ ହେବ ନାସା ଏବଂ ଇସ୍ରୋର ପ୍ରଥମ ମିଳିତ ଉପଗ୍ରହ ନିସାର। ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସା ଏବଂ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ମିଳିତ ଭାବେ ସିନ୍ଥେଟିକ୍ ଆପର୍ଚର ରାଡାର ନିସାର ର ଉତକ୍ଷେପଣ କରିବାକୁ ଯାଉଛନ୍ତି। ଭାରତ ଏବଂ ଆମେରିକୀୟ ମହାକାଶ ଏଜେନ୍ସି ଗୁଡ଼ିକର ପ୍ରଥମ ମିଳିତ ଉପଗ୍ରହ ହେଉଛି ନିସାର, ଯାହାକି 30 ଜୁଲାଇ ସନ୍ଧ୍ୟା 5:40 ସମୟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏକ ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ଦ୍ୱାରା ଉତକ୍ଷେପଣ କରାଯିବ। ପରବର୍ତ୍ତୀ ଖବର, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ 2 ବାଟାଲିୟନ ଗଠନକୁ ମଞ୍ଜୁରୀ, 2080 ନୂତନ ପଦବୀ ସୃଷ୍ଟି। ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଆଉ 2ଟି ବାଟାଲିୟନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି 2ଟି ନୂତନ ବାଟାଲିୟନ ପାଇଁ ସମୁଦାୟ 2080ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ 1944ଟି ନିୟମିତ ପଦବୀ ଥିଲାବେଳେ 136ଟି ପଦବୀ ଆଉଟସୋର୍ସିଂ ଭିତ୍ତିରେ ସୃଷ୍ଟି କରାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ OISFରେ ଗୋଟିଏ ବାଟାଲିୟନ କାର୍ଯ୍ୟରତ ଥିଲା। ଏହାର ସମୁଦାୟ ପଦବୀ ସଂଖ୍ୟା 1807। ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିୟନ ସୃଷ୍ଟି କରିଥିଲେ। ଏହାଦ୍ୱାରା ସମୁଦାୟ 2ଟି ବାଟାଲିୟନ କାର୍ଯ୍ୟ କରୁଥିଲା ଏବଂ ଏହି 2ଟି ବାଟାଲିୟନ ପଦବୀ ସଂଖ୍ୟା 2847 ଥିଲା। ତୃତୀୟ ଏବଂ ଚତୁର୍ଥ ବାଟାଲିୟନ ସୃଷ୍ଟି ହେବା ପରେ ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ସମୁଦାୟ ପଦବୀ ସଂଖ୍ୟା 4927 ପଦବୀ ସୃଷ୍ଟି ହେଲା। ପରବର୍ତ୍ତୀ ଖବର, ରକ୍ଷାବନ୍ଧନରେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି ବାଦ୍ ପଡ଼ିଥିବା 1,88,000 ମହିଳାଙ୍କୁ ପୁଣି ସୁଯୋଗ। ଆସନ୍ତା ରକ୍ଷାବନ୍ଧନରେ ଅର୍ଥାତ୍ ଅଗଷ୍ଟ 9ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ରାଶି। ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା 1,88,000 ମହିଳାଙ୍କୁ ପୁଣି ସୁଯୋଗ ମିଳିବ। ପରବର୍ତ୍ତୀ ଖବର, 10 ଜିଲ୍ଲାରେ ହେବ ପ୍ରାକୃତିକ ଚାଷ, 60,375 ଚାଷୀଙ୍କୁ ଦିଆଯିବ ପ୍ରଶିକ୍ଷଣ। ଖୁବ୍ ଶୀଘ୍ର ଓଡ଼ିଶାରେ ବିଧିବଦ୍ଧ ଭାବରେ ଆରମ୍ଭ ହେବ ପ୍ରାକୃତିକ ଚାଷ। ନ୍ୟାସନାଲ ମିଶନ ଅନ୍ ନ୍ୟାଚୁରାଲ ଫାର୍ମିଂ ଯୋଜନାରେ ରାଜ୍ୟର ମୋଟ 24,150 ହେକ୍ଟର ଜମିରେ କରାଯିବ ପ୍ରାକୃତିକ ଚାଷ। 10 ଜିଲ୍ଲାର 60,375 ଚାଷୀଙ୍କୁ ପ୍ରାକୃତିକ ଚାଷ ଲାଗି ପ୍ରଶିକ୍ଷଣ ଦିଆଯିବା ସହ ବାର୍ଷିକ 4,000 ଟଙ୍କା ପ୍ରୋତ୍ସାହନ ମଧ୍ୟ ମିଳିବ। ପରବର୍ତ୍ତୀ ଖବର, ଗୁରୁବାର ସୃଷ୍ଟି ହେବ ଲଘୁଚାପ, 28 ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। 23 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। 24 ତାରିଖ ବା ଗୁରୁବାର ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି। 28 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପରବର୍ତ୍ତୀ ଖବର, IAS ସ୍ତରରେ ଅଦଳବଦଳ, ବଦଳିଲେ ପୁରୀ ଜିଲ୍ଲାପାଳ। ରାଜ୍ୟ ସରକାର IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସଚିବଙ୍କ ସହ କିଛି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳାଇଛନ୍ତି। ପୁଣି ପୁରୀ ଜିଲ୍ଲାଙ୍କ ବଦଳାଯାଇଛି।
ରଥଯାତ୍ରା ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ଚଞ୍ଚଳ ରଣାଙ୍କୁ ଭୁବନେଶ୍ୱର ମହାନଗର ନିଗମ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାର 11ଟି ନୂତନ ବ୍ଲକ ଆକାଂକ୍ଷୀ ବ୍ଲକରେ ସାମିଲ ହେଲା। ଓଡ଼ିଶାର 11ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି। କେନ୍ଦୁଝର ଜିଲ୍ଲା 5ଟି ବ୍ଲକ ଏବଂ ମୟୂରଭଞ୍ଜ ଜିଲ୍ଲାର 6ଟି ନୂଆ ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ 40ଟି ବ୍ଲକ ଆକାଂକ୍ଷୀ ବ୍ଲକରେ ପରିଣତ ହୋଇଛି। ପରବର୍ତ୍ତୀ ଖବର, ଦୁର୍ନୀତିଗ୍ରସ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତି ବିରୁଦ୍ଧରେ କଡ଼ା ଅଭିମୁଖୀ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ପରବର୍ତ୍ତୀ ଖବର, ଚାଷୀ ପଞ୍ଜୀକରଣ ପାଇଁ ଲ୍ୟାମ୍ପରେ ଭିଡ଼, ଆଖି ସ୍କାନ ଯୋଗୁଁ ହେଉଛି ବିଳମ୍ବ। ଚାଲିଛି ସାରା ରାଜ୍ୟରେ ଚାଷୀ ପଞ୍ଜୀକରଣ ସମବାୟ ସମିତିରେ ଲାଗିଛି ଚାଷୀଙ୍କ ଭିଡ଼। ପଞ୍ଜୀକରଣ ପାଇଁ ଏଥର ଚାଷୀଙ୍କୁ ଆଖି ସ୍କାନ କରାଯାଉଥିବାରୁ ଅଧିକ ସମୟ ଲାଗୁଛି। ଫଳରେ ଚାଷୀ କାମ ଛାଡ଼ି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଇଣ୍ଟରନେଟ୍ ସର୍ଭର ଡାଉନ ହେଲେ କଥା ସରିଲା, ବନ୍ଦ ହୋଇଯାଉଛି ପଞ୍ଜୀକରଣ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ପରବର୍ତ୍ତୀ ଖବର, ମୋହନଙ୍କ ଫୋକସରେ ମଠ ମନ୍ଦିର, ମା ତାରିଣୀ ପୀଠରେ ହେବ ନବକଳେବର। ମଠ ମନ୍ଦିରର ବିକାଶକୁ ଜୋରଦାର କରିଛନ୍ତି ମୋହନ ସରକାର। ଏଥିପାଇଁ ଆବଶ୍ୟକୀୟ ବଜେଟ ସହ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘଟଗାଁ ମା ତାରିଣୀ ପୀଠ, ଯାଜପୁରର ମା ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ମହାକାଶ ଗବେଷଣାରେ ଭାରତକୁ ବଡ଼ ସଫଳତା, 13,000 କୋଟି ଟଙ୍କାର ଲଞ୍ଚ ହେବ ସାଟେଲାଇଟ୍। ମହାକାଶ କ୍ଷେତ୍ରରେ ଭାରତ ଆଉ ପାଦେ ଆଗେଇବାକୁ ଯାଉଛି। ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯାତ୍ରା ପରେ ଭାରତ 13,000 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହର ଓଜନ 2400 କିଲୋଗ୍ରାମ ଏବଂ ଏହା 12 ଦିନରେ ସମ୍ପୂର୍ଣ୍ଣ ପୃଥିବୀକୁ ପରିକ୍ରମା କରିପାରିବ। ପରବର୍ତ୍ତୀ ଖବର, ରାଜ୍ୟରେ ଚିନ୍ତା ବଢ଼େଇଲାଣି ଡାଇରିଆ, ଝାଡ଼ାବାନ୍ତିରେ 36 ଛାତ୍ରଛାତ୍ରୀ ଆକ୍ରାନ୍ତ। ରାଜ୍ୟରେ ଡାଇରିଆ ବ୍ୟାପିବାରେ ଲାଗିଛି। ମୟୂରଭଞ୍ଜ, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗୀନ ରହିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାକୁରମୁଣ୍ଡା ବ୍ଲକ ପତ୍ରପଡ଼ା ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି 36 ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। 2 ଜଣ ଗୁରୁତର ଅଛନ୍ତି। ପରବର୍ତ୍ତୀ ଖବର, ଭୁବନେଶ୍ୱର ଝାରସୁଗୁଡ଼ା ମଧ୍ୟରେ ଉଡ଼ିବ ଷ୍ଟାର ଏୟାର, 1599 ଟଙ୍କାରୁ ଆରମ୍ଭ ଟିକେଟ। 16 ଅଗଷ୍ଟରୁ ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ସେବା ଆରମ୍ଭ କରୁଛି ଷ୍ଟାର ଏରିଆ। ଭୁବନେଶ୍ୱରରୁ ଝାରସୁଗୁଡ଼ା ପାଇଁ ଟିକେଟ ମୂଲ୍ୟ 1599 ଟଙ୍କାରୁ ଆରମ୍ଭ ଓ ଫେରସ୍ତ ପାଇଁ 1499 ଟଙ୍କା। ବେଙ୍ଗାଲୁରୁ 23 ଜୁଲାଇ 2025 ଆଞ୍ଚଳିକ ଯୋଗାଣ ସଂଯୋଗକୁ ଅଧିକ ମଜବୁତ କରିବା ପଦକ୍ଷେପ ରୂପେ ଷ୍ଟାର ଏୟାର ଆସନ୍ତା 16 ଅଗଷ୍ଟ 2025ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ୱରରୁ ତାଙ୍କର ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ପରବର୍ତ୍ତୀ ଖବର, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ଖୁବ୍ ଶୀଘ୍ର ଜାରି ହେବ ବିଜ୍ଞପ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଜାରି ହେବ ବିଜ୍ଞପ୍ତି। ଏନେଇ ନିର୍ବାଚନ କମିଶନର ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଜରିଆରେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନିକଟରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତାରିଖ ଘୋଷଣା
କରାଯିବ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ଜୟ ଜଗନ୍ନାଥ।